हेलो हाय जय जगन्नाथ ସାଙ୍ଗମାନେ। ତ ଚାଲନ୍ତୁ ଆଗକୁ ବଢିବା। ତ ଆମେ ଆସି ପହଞ୍ଚିଗଲୁ ରାବଣପୋଡି ପାଇଁ ଦଶହରା ଯେହେତୁ ଆଜି ଲାଷ୍ଟ ଦିନ, ତ ଆମେ ଆସିକି ପହଞ୍ଚିଗଲୁ। ଭିଡ଼ ମଧ୍ୟ ବହୁତ ରହିଥିଲା। ଡିଜେ ପାଖକୁ ଗଲୁ, ଡିଜେରେ ସେଠି ଏନ୍ଜୟ କଲୁ। ତ ଆପଣ କେବେ ଆସନ୍ତୁ। ଏ ଜାଗା ହେଉଛି ବ୍ରାହ୍ମଣୀ ଗାଁ, ବାସୁଦେବପୁରର, ଭଦ୍ରକ ଜିଲ୍ଲା। ତ ବହୁତ ଭାଇ ଖୁସି ହେଇଗଲୁ, ମନ ବହୁତ ଖୁସି ହେଇଗଲା। ଆପଣ କେବେ ବି ଆସନ୍ତୁ, ତ ଏନ୍ଜୟ କରିକି ଯାଆନ୍ତୁ ଭାଇମାନେ। ଡିଜେର ପ୍ରସେସନ୍ ଚାଲିଥିଲା। ରାମ ଲକ୍ଷ୍ମଣ ଦୁଇ ଭାଇ ଯେଉଁ ଆମର ଆସିବେ, ସେ ପ୍ରସେସନ୍ କରିକି ଯିବେ ମହାଦେବଙ୍କ ପାଖକୁ। ମହାଦେବଙ୍କ କତୁରୁ ଆଶୀର୍ବାଦ ଅର୍ଜନ କରିକି ଆସିବେ। ତାପରେ ରାବଣ ପୋଡ଼ା ଆରମ୍ଭ ହେବ। ତ ସାଙ୍ଗମାନେ ଆମେ ଆସି ଏଠି ପହଞ୍ଚିଗଲୁ। ବାଣ ବି ମଧ୍ୟ 2 ଘଣ୍ଟା ଧରି ଫୁଟିବାକୁ ଲାଗିଲା। ତ 2 ଘଣ୍ଟା ପରେ ଯାଇକି ଶେଷ ହେବ। ତ ଆମକୁ ଅପେକ୍ଷା କରିବା ପାଇଁ ପଡ଼ିଲା ସେଠି। ବହୁତ ସମୟ ଆମେ ଅପେକ୍ଷା କଲୁ, ଏନ୍ଜୟ ବି ମଧ୍ୟ କଲୁ। ଏକୁ ସାଙ୍ଗ କୁହାଯାଏ, ସାଙ୍ଗମାନେ, ଚକ୍ରି ବାଣ ବୋଲି କୁହାଯାଏ। ତ ମସ୍ତ ହେଇଛି, ଏଟା ବି ଦେଖି ନିଅନ୍ତୁ କେତେ ସୁନ୍ଦର ଲାଗୁଛି। ଚକ୍ରି ବାଣ କୁହାଯାଏ ଏକୁ। ତ ଏଠି କିଛି ସମୟ ଆମେ ଏକୁ ଦେଖିଲୁ, ମନ ଖୁସି ହେଇଗଲା ସାଙ୍ଗମାନେ। ତାପରେ ବାଣ ଫୁଟିଲା, କିଛି ସମୟ ବାଣ ଫୁଟିଲା। ପାଗ ବି ଭଲ ଦେଇଛି। ତ ବର୍ଷା ଫର୍ଷାର କୌଣସି ଆଜି ଇଏ ନାହିଁ, ଯେହେତୁ ଦଶହରା ଅଛି। ତ ମାଙ୍କର ଆଶୀର୍ବାଦ ସମସ୍ତଙ୍କ ପ୍ରତି। ତ ମାଙ୍କର ଯାତ୍ରା ଆଜି ଠିକ୍ ଠାକ୍ ଚାଲିଛି। ବର୍ଷା ମଧ୍ୟ ନାହିଁ। ଲୋକ ବି ବହୁତ ଆସିଛନ୍ତି, କେତେ ଆଶା ନେଇକି, କେତେ ଭଲ ପାଇବା ସ୍ନେହ ଶ୍ରଦ୍ଧାରେ ଆସିଛନ୍ତି। ତ ଡିଜେ ପାଖରେ ପୁଣି ଆମେ ଆସିକି ଭାଇ ପହଞ୍ଚି ଗଲୁ। ଲୋକ ବି ବହୁତ ଏଠି ଜମା ବାନ୍ଧିକି ରହିଛନ୍ତି, ଜମା ଯାଉନାହାନ୍ତି। ତ ଭଲ ମଧ୍ୟ ଲାଗିଲା। ଯେହେତୁ ଦଶହରା, ସମସ୍ତଙ୍କ ମନ ଭିତରେ ଖୁସିର ଉତ୍ସବ ରହିଛି। ତ କେହି ଯାଉନାହାନ୍ତି ଡିଜେ ପାଖରୁ, ଦେଖିପାରୁଥିବେ। ତ ଆମେ ବହୁତ ସମୟ ଏଠି ଠିଆ ହେଇକି ଦେଖୁଥିଲୁ। ତ ତାପରେ ଆମେ ଭାବିଲୁ ଟିକେ ଆଗକୁ ବଢ଼ିଲେ ଭଲ ହୁଅନ୍ତା। ତାପରେ ଆମେ ସେଠି କିଛି ସମୟ ବୁଲାବୁଲି କରିସାରିଲା ପରେ ଆମେ ରାମ ଲକ୍ଷ୍ମଣକୁ ଦର୍ଶନ କରିବା ପାଇଁ ଆସିଗଲୁ। ତ ରାମ ଲକ୍ଷ୍ମଣ ଦୁଇ ଭାଇ ବସିଛନ୍ତି, ମସ୍ତ ସଜବାଜ ହେଇଛନ୍ତି। ତ ସୁନ୍ଦର ବି ଲାଗୁଛନ୍ତି, ରାମ ଲକ୍ଷ୍ମଣ ଭଳିଆ ଦେଖା ଯାଉଛନ୍ତି। ତ ସେଠି ଆମେ ଦେଖିଲୁ, ମନ ଖୁସି ହେଇଗଲା ସାଙ୍ଗମାନେ। ଏତେ ଦିନ ପରେ ଆମେ ଦଶହରାଟାକୁ ଅନୁଭବ କଲୁ। ଯେହେତୁ ବର୍ଷା ଫର୍ଷା କିଛି ହଉନି, ପାଗ ବି ଭଲ ଅଛି। ଲୋକ ବି ବହୁତ ହେଇଥିଲେ ଭାଇ, ଲୋକ ବହୁତ ଭିଡ଼ ଥିଲେ, ଜାମ୍ ଥିଲା। ତ ଆମେ ଗାଡ଼ି ଷ୍ଟାଣ୍ଡ ରଖିବାକୁ ପଡ଼ିଲା। ଷ୍ଟାଣ୍ଡ ରଖି ଆସିକି ଦେଖୁଥିଲୁ। କାହିଁକିନା ଏ ଜାଗାକୁ ଆସିବେ ମାନେ ଟିକେ ଗାଡ଼ି ଫାଡ଼ି ଭାଇମାନେ ଟିକେ ସତର୍କ ରଖିବେ। ନହେଲେ ଗାଡ଼ି ବି ଆପଣଙ୍କର ଚୋରି ହେଇଯାଇପାରେ। କାହିଁକିନା ଏବେ ସବୁ ଗାଡ଼ି ଚୋରିର ସବୁ ଚାଲିଛି, ଟିକେ ସତର୍କ ରହିବେ। ତ ଆମେ ଆଗକୁ ବଢ଼ିଲୁ। ଦେଖନ୍ତୁ କେତେ ଲୋକ ଏଠି ଅଛନ୍ତି, ଦେଖନ୍ତୁ କେତେ ଲୋକ ଏଠି ଜାମ୍ ଅଛନ୍ତି। ତ ବାହାରକୁ ବାହାରିବାର କୌଣସି ଚାନ୍ସ ନାହିଁ, ଏତେ ଭିଡ଼। ତ ଆମେ ସେଠି ବହୁତ ସମୟ ଧରି ଦେଖିଲୁ। ଦେଖି ସାରିଲା ପରେ ଭାବିଲୁ ଆଗକୁ ବଢ଼ିବା। ତ ସାଙ୍ଗମାନେ କେବେ ବି ଆସନ୍ତୁ, ଏ ଜାଗାକୁ ବୁଲନ୍ତୁ, ଅନୁଭବ କରନ୍ତୁ। ଜାଗାଟି ହେଲା ଭଦ୍ରକ ବାସୁଦେବପୁର ବ୍ରାହ୍ମଣୀ ଗାଁ। ତ ରହିଲି, ଜୟ ଜଗନ୍ନାଥ ସାଙ୍ଗମାନେ। ଆଶା କରେ ଭଲ ରହିଥିବେ। ଜୟ ଜଗନ୍ନାଥ।